ପିଲାମାନେ, ଆମ ସମସ୍ତଙ୍କ ଜୀବନରେ ଏମିତି ଜଣେ ବ୍ୟକ୍ତି ଥାଏ ଯାହାକୁ ଆମେ ଆମର ମନର କଥା ଖୋଲି କହିଥାଉ, ସୁଖ ଦୁଃଖ ହେଇଥାଉ। ସିଏ କିଏ କହିଲ? ସିଏ ହେଲା ଆମର ପ୍ରକୃତ ବନ୍ଧୁ, ଆମର ବେଷ୍ଟ ଫ୍ରେଣ୍ଡ। ସତରେ ପିଲେ, ଜୀବନରେ ନିହାତି ବନ୍ଧୁଟିଏ ଦରକାର, ଯିଏ ସବୁବେଳେ ଆମର ପାଖରେ ରହିଥାଏ। ପ୍ରକୃତରେ ଏଭଳି ବନ୍ଧୁ ମିଳିବା ଭଗବାନଙ୍କ ଆଶୀର୍ବାଦ। ଆମର କିଛି ଭୁଲ ହେଲେ ସିଏ ଆମକୁ ସଠିକ୍ ବାଟ ଦେଖାଏ, ଆମ ସହ ମିଶି ଖେଳେ ଆଉ ଆମ ସହ ମିଶି ହସିଥାଏ। ପିଲେ, ଆମେ ସବୁ ମିଳିମିଶି ଖୁବ୍ ମଜା କରୁ, ନାଇଁ? ହଉ ପିଲେ, ଏଥର ଆସ ଶୁଣିବା ଭକ୍ତି ଗୀତଟିଏ। କିଏ ଗାଇବେ, କାହା ରଚନାରୁ ଗାଇବେ, ସେ କଥା ସେ ନିଜେ କହିବେ। ଆସ ଶୁଣିବା। ମୋ ନାଁ ରୁଦ୍ର ପ୍ରସାଦ ମାଲାକାର। ଆଜି ମୁଁ ତୁମମାନଙ୍କୁ ଗୋଟେ ଭଜନ ଗାଇ ଶୁଣେଇବି, ଯାହାକୁ ରଚନା କରିଛନ୍ତି ଅଲେଖ ଚନ୍ଦ୍ର ବିଶ୍ୱାଳ।
ବାଃ, ଖୁବ୍ ସୁନ୍ଦର ଭଜନଟି ଗାଇ ଶୁଣେଇଦେଲେ ରୁଦ୍ରପ୍ରସାଦ ନାଲାକାର। ଗୀତଟିକୁ ଲେଖିଥିଲେ ଅଲେଖ ଚନ୍ଦ୍ର ବିଶ୍ୱାଳ। ପିଲାଏ, ଆଜିକାଲି ତମ ଭଳିଆ ପିଲାମାନେ ପାଠପଢ଼ା ଛଡ଼ା ଅନ୍ୟାନ୍ୟ ବହୁ ବିଷୟରେ ନିଜର ରୁଚି ରଖିଥାନ୍ତି। କିଏ ଗୀତ ଗାଏ, କିଏ ବାଜା ବଜାଇବା ଶିଖେ, କିଏ ସନ୍ତରଣ କରିବା ଶିଖେ, କିଏ ଖେଳ ଖେଳେ, ଏଭଳି ବହୁତ କିଛି। ପିଲାମାନେ, ତମାନେ ଲକ୍ଷ୍ୟ କରିଥିବ, ଯେତେବେଳେ କିଏ ଜଣେ ଗୀତ ଗାଏ ତା ପଛରେ ବିଭିନ୍ନ ପ୍ରକାରର ବାଜା ବାଜେ, ଯାହାକି ଗୀତକୁ ଆହୁରି ମଧୁର କରିଦିଏ। ଆସ, ଆଜି ଆମେ ବାଦ୍ୟ ପରିଚୟରେ ଏମିତି ଗୋଟିଏ ବାଦ୍ୟଯନ୍ତ୍ର ବିଷୟରେ ଜାଣିବା, ଯାହାକୁ ଶୁଣିଲେ ମନ ପବିତ୍ର ହେଇଉଠେ ଆଉ ଭଗବାନ କୃଷ୍ଣଙ୍କ କଥା ମନେ ପଡ଼ିଯାଏ। ଏବେ ତମେମାନେ ସବୁ ଜାଣିସାରିବଣି ମୁଁ କୋଉ ବାଦ୍ୟଯନ୍ତ୍ର କଥା କହୁଛି। ସେଇଟା ହେଲା ବଇଁଶୀ ବା ଫ୍ଲୁଟ୍। ଆସ, ଆଜି ବାଦ୍ୟ ପରିଚୟରେ ଜାଣିବା ବଇଁଶୀ ବିଷୟରେ। କହିଛନ୍ତି ପ୍ରଦୀପ୍ତ ଶେଖର ମହାପାତ୍ର। ପିଲାମାନେ, ଆଜି ଆମେ ଗୋଟିଏ ବାଦ୍ୟଯନ୍ତ୍ର ବିଷୟରେ ଜାଣିବା। ତାହା ବହୁତ ପୁରୁଣା ବାଦ୍ୟଯନ୍ତ୍ର, ଯାହାକୁ ଭଗବାନ ଶ୍ରୀକୃଷ୍ଣ ବଜାଉଥିଲେ। ତାହେଲେ ତୁମେମାନେ ଜାଣିସାରିବଣି ଯେ ମୁଁ କେଉଁ ବାଦ୍ୟଯନ୍ତ୍ର ବିଷୟରେ କହିବା ପାଇଁ ଯାଉଛି। ସେହି ବାଦ୍ୟଯନ୍ତ୍ରର ନାଁ ହେଲା ବଂଶୀ। କେହି କେହି ବଂଶୀକୁ ବଇଁଶୀ ବୋଲି ମଧ୍ୟ କହିଥାନ୍ତି। ବଂଶୀ ସ୍ୱର ଶୁଣିବାକୁ କାନକୁ ଯେପରି ମିଠା ଲାଗେ, ସେପରି ମନକୁ ମଧ୍ୟ ପବିତ୍ର କରିଥାଏ। ଏହା ଏପରି ଏକ ବାଦ୍ୟ ଯାହାକୁ ବଜାଇବା ଦ୍ୱାରା ମନ ଭିତରେ ଆଧ୍ୟାତ୍ମିକ ଭାବ ସୃଷ୍ଟି ହୋଇଥାଏ। ହାତରେ ଥିବା ବୁଢ଼ା ଆଙ୍ଗୁଳି ଆଉ କାଣି ଆଙ୍ଗୁଳି ଛାଡ଼ିଦେଲେ ବାକି ଦୁଇ ହାତରେ ଥିବା 6 ଗୋଟି ବଡ଼ ଆଙ୍ଗୁଳି ଦ୍ୱାରା ବଂଶୀକୁ ବଜାଇବା ପାଇଁ ପଡ଼ିଥାଏ। ବାଉଁଶରେ ତିଆରି ବଂଶୀର ସ୍ୱର ଶୁଣିବା ପାଇଁ ମଧୁର ଲାଗେ। ଆଉ ପିଲେ ଜାଣିଛ, ଆଧୁନିକ ଯୁଗରେ ଷ୍ଟିଲ୍ ବଂଶୀ ମଧ୍ୟ ବ୍ୟବହାର ହେଲାଣି। ଏହାକୁ କ'ଣ କହନ୍ତି କହିଲ? ଏହାକୁ କହନ୍ତି ପିକୋଲୋ। ଯେପରିକି ବଂଶୀରେ ବିଭିନ୍ନ ପ୍ରକାର ସ୍କେଲ୍ ଥାଏ, କିନ୍ତୁ ଷ୍ଟିଲ୍ ଫ୍ଲୁଟ୍ରେ ଗୋଟେ ଫ୍ଲୁଟ୍ରେ ସବୁ ସ୍କେଲ୍ ହୋଇଥାଏ। ବାଉଁଶରେ ତିଆରି ବଂଶୀରେ 7ଟି ହୋଲ୍ ବା ରନ୍ଧ୍ର ରହିଛି। 6 ଗୋଟି ରନ୍ଧ୍ରରୁ ସ୍ୱର ଗୁଡ଼ିକ ବାହାରିଥାଏ ଏବଂ ଆଉ ଗୋଟିଏ ରନ୍ଧ୍ରରୁ ବଂଶୀକୁ ଫୁଙ୍କିବା ପାଇଁ ପଡ଼ିଥାଏ। ବଂଶୀରେ ଯେଉଁ ରନ୍ଧ୍ରରୁ ଫୁଙ୍କିବାକୁ ହୋଇଥାଏ, ସେହି ରନ୍ଧ୍ର ପାଖରେ ଗୋଟିଏ ସୋଲ ଠିପି ବା କର୍କ ଥାଏ। ଫଳରେ ପବନ ବାହାରକୁ ନ ଯାଇ ଆଙ୍ଗୁଳି ଆଡ଼େ ଥିବା ରନ୍ଧ୍ର ଆଡ଼କୁ ଯାଇ ସ୍ୱର ବାହାରିଥାଏ। ବଂଶୀରେ ଥିବା ରନ୍ଧ୍ର ଉପରେ ଆଙ୍ଗୁଳି ଗୁଡ଼ିକ ବନ୍ଦ ଏବଂ ଖୋଲିବା ଦ୍ୱାରା ସ୍ୱର ବାହାରିଥାଏ। ଧୀରେ ଧୀରେ ଫୁଙ୍କିବା ଦ୍ୱାରା ମନ୍ତ୍ର ସପ୍ତକ ଏବଂ ମଧ୍ୟ ସପ୍ତକ ବାହାରିଥାଏ। ଟିକିଏ ଜୋରେ ଫୁଙ୍କିଲେ ତାର ସପ୍ତକ ବା ପିଚ୍ ଅକ୍ଟେଭ୍ ସ୍ୱର ବାହାରିଥାଏ। ତାହେଲେ ପିଲାମାନେ, ଏବେ ଆସ ଶୁଣିବା ବଂଶୀରେ କିପରି ସାରେଗାମା ପାଧାନିସା ହେଉଛି। ଏପରି ପ୍ରଥମେ ଧୀରେ ଧୀରେ ବଜାଇବା ପାଇଁ ପଡ଼ିଥାଏ। ତାପରେ ଏହାକୁ ସ୍ପିଡ୍ ବଢ଼ାଇବା ପାଇଁ ପଡ଼ିଥାଏ। ଯେପରିକି ଏପରି ପ୍ରଥମେ ସାରେଗାମା ପାଧାନିସା କରିସାରିଲା ପରେ ଗୀତରେ ଯେମିତି ସାରେଗା ରେଗାମା ଗାମାପା, ଆମର ସେମିତି ହସ୍ତ ଚାଳନା ପାଇଁ ଯେଉଁଟାକି ଫିଙ୍ଗର ପ୍ରାକ୍ଟିସ୍ କୁହାଯାଏ, ସେଇଟା ଫିଙ୍ଗର ପ୍ରାକ୍ଟିସ୍ କରିବା ପାଇଁ ସେମିତି କରାଯାଏ। ଗୀତରେ ଯେମିତି ସବୁ ଅଛି ଅଳଙ୍କାର ମାନେ ସବୁ 3 ବାଲା 4 ବାଲା, ସେମିତି ବଂଶୀରେ ମଧ୍ୟ ଅଛି, ସେତାରେ ଅଛି। ଆମେ ଗୋଟିଏ 3 ଟିକିଆ ଅଳଙ୍କାର ଆମେ ବର୍ତ୍ତମାନ ଏଥିରେ ଶୁଣିବା। ଆସ। ବର୍ତ୍ତମାନ ଏହାକୁ ଲୟ ବଢ଼େଇବା, ଶୀଘ୍ର ଶୀଘ୍ର କରିବା। ବାଉଁଶରେ ତିଆରି ବଂଶୀରେ ବହୁତ କମ୍ ଫୁଙ୍କିବା ପାଇଁ ପଡ଼ିଥାଏ। ଏହି ବଂଶୀ ବିଭିନ୍ନ ପ୍ରକାର ସ୍କେଲ୍ରେ ଥାଏ, ଯେମିତିକି ବି ଫ୍ଲାଟ୍, ବି, ସି, ସି ସାର୍ପ, ଡି, ଡି ସାର୍ପ, ଇ, ଏଫ୍, ଏଫ୍ ସାର୍ପ,
ଜି ଏବଂ ଜି ସାର୍ପ। ପ୍ରତ୍ୟେକ ସ୍କେଲରେ ଛୋଟ ବଂଶୀ ଆଉ ବଡ଼ ବଂଶୀ ଥାଏ। ଏବେ ଆସ ପିଲେ ଜାଣିବା ଯେ ବଂଶୀ ବଜାଇବା ଦ୍ୱାରା ଆମର ଶରୀରରେ କ'ଣ କ'ଣ ଉପକାର ମିଳିଥାଏ। ପିଲାମାନେ, ତୁମେ ଯୋଗାଭ୍ୟାସ କରୁଥିବ। ଏହି ଯୋଗାଭ୍ୟାସ ଦ୍ୱାରା ଯେପରି ନିଶ୍ୱାସକୁ ଭିତରକୁ ନେଇ କିଛି ସମୟ ପରେ ଛାଡ଼ିବା ପାଇଁ ପଡ଼ିଥାଏ, ଠିକ୍ ସେପରି ଏହି ବଂଶୀକୁ ଫୁଙ୍କିବା ପାଇଁ ଆମକୁ ଲମ୍ବା ନିଶ୍ୱାସ ନେବା ପାଇଁ ପଡ଼ିଥାଏ। ଫଳରେ ଆମର ଦେହରେ ଯଦି ନିଶ୍ୱାସ ପ୍ରଶ୍ୱାସ ଜନିତ କିଛି ସମସ୍ୟା ଥାଏ, ତାହା ଆପେ ଆପେ ଠିକ୍ ହୋଇଯାଏ। ଜାଣିଛ ପିଲାଏ, ବାଉଁଶ ତିଆରି ବଂଶୀ ଦୁଇ ପ୍ରକାର ଥାଏ। ଗୋଟିଏ ସିଧା ବଂଶୀ ଏବଂ ଅନ୍ୟଟି ଆଡ଼ି ବଂଶୀ। ଏହି ଆଡ଼ି ବଂଶୀଟି ବେଶୀ ବ୍ୟବହାର ହୋଇଥାଏ। ଆସ ପିଲାଏ, ଏବେ ଜାଣିବା ବଂଶୀ ଯେଉଁ ବାଉଁଶରେ ତିଆରି ହୁଏ ତାହା କେଉଁଠି ମିଳେ। ଏହି ବାଉଁଶ କଲିକତାର ସୁନ୍ଦରବନରେ ଅଧିକ ମିଳିଥାଏ ଏବଂ ତ୍ରିପୁରା ଓ ଆସାମରେ ମଧ୍ୟ ବହୁତ ମିଳିଥାଏ। ଆଜିକାଲି ବମ୍ବେ, ଦିଲ୍ଲୀ, କଲିକତାରେ ମଧ୍ୟ ବଡ଼ ବଡ଼ ବଂଶୀ ତିଆରି କାରଖାନାମାନ ରହିଛି। ଓଡ଼ିଶାରେ ମଧ୍ୟ ଅନେକ ସହରରେ ବଂଶୀ ତିଆରି ହେଉଛି। ଆଜିକାଲି ବହୁତ ସାନ ସାନ ପୁଅ ଏବଂ ଝିଅମାନଙ୍କ ପାଖରେ ବଂଶୀ ଶିକ୍ଷା କରିବା ପାଇଁ ଆଗ୍ରହ ଦେଖାଦେଲାଣି। ବଂଶୀ ସବୁ ବୟସର ପିଲାମାନେ ଶିଖିପାରିବେ। ତୁମେ ମଧ୍ୟ ଏହାକୁ ଶିଖି ପେଶା ମଧ୍ୟ କରିପାରିବ। ହଁ ପିଲାମାନେ, ଆଜି ବଂଶୀକୁ ଶାସ୍ତ୍ରୀୟ ସଙ୍ଗୀତ, ଲୋକଗୀତ, ଭଜନ, ଆଧୁନିକ ଏବଂ ପାଶ୍ଚାତ୍ୟ ସଙ୍ଗୀତରେ ବ୍ୟବହାର କରାଯାଉଛି। ବଂଶୀ ବାଦନକୁ ପାଶ୍ଚାତ୍ୟ ଦେଶରେ ବହୁତ ପ୍ରଶଂସା କରୁଛନ୍ତି। ଏମିତିକି ଭାରତ ବାହାରୁ ବହୁତ ସଙ୍ଗୀତ ପ୍ରେମୀ ଭାରତକୁ ଆସି ବଂଶୀ ଶିକ୍ଷା କରୁଛନ୍ତି। ଭାରତର ବିଭିନ୍ନ ଜାଗାରେ ସଙ୍ଗୀତ ଶିକ୍ଷା ଅନୁଷ୍ଠାନମାନ ରହିଛି। ସେଠାରେ ବଂଶୀ ବାଦନ ମଧ୍ୟ ଶିକ୍ଷା ଦିଆହେଉଛି। ଏପରିକି ଭାରତରେ ଥିବା ଭଲ ବଂଶୀ ବାଦକ ଗୁରୁମାନେ ସେମାନଙ୍କର ନିଜର ଘରେ ବଂଶୀ ବାଦନ ଶିକ୍ଷା ଦେଉଛନ୍ତି। ତୁମେମାନେ ଆଉ ଗୋଟିଏ କଥା ଶୁଣି ଖୁସି ହେବ ଯେ ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆଜୀଙ୍କର ଗୁରୁକୁଳ ନାଁରେ ଏକ ବଂଶୀ ବାଦନ ଶିକ୍ଷା ଅନୁଷ୍ଠାନ ଭୁବନେଶ୍ୱରରେ ରହିଛି। ସେଠାରେ ଭାରତର ବିଭିନ୍ନ ରାଜ୍ୟରୁ ଏବଂ ଭାରତ ବାହାରୁ ପିଲାମାନେ ଆସି ସେଠାରେ ବଂଶୀ ବାଦନ ଶିକ୍ଷା କରୁଛନ୍ତି। ଆଜିକାଲି ପାଶ୍ଚାତ୍ୟ ସଙ୍ଗୀତରେ ବାଉଁଶରେ ତିଆରି ବଂଶୀ ବେଶ୍ ଲୋକପ୍ରିୟ। ବିଦେଶରୁ ଆସୁଥିବା ବହୁତ ଛାତ୍ରଛାତ୍ରୀ ଭାରତକୁ ଆସି ବାଉଁଶରେ ତିଆରି ବଂଶୀ କିଣୁଛନ୍ତି। ଏହି ବଂଶୀକୁ ତୁମର ବ୍ୟାଗରେ ନେବା ଆଣିବା କରିବା ପାଇଁ ସହଜ ହୋଇଥାଏ। ତୁମେ ଯେତେବେଳେ ବାହାରକୁ ବୁଲିବା ପାଇଁ ଯାଉଛ, ସେତେବେଳେ ତୁମେ ଏହାକୁ ସାଙ୍ଗରେ ବ୍ୟାଗରେ ନେଇପାରିବ। ଏହି ବଂଶୀର ଦାମ ଖୁବ୍ କମ୍। ବଂଶୀକୁ ଭଲ ଭାବେ ଶିଖି ତୁମେମାନେ ବିଭିନ୍ନ ସଙ୍ଗୀତ କାର୍ଯ୍ୟକ୍ରମରେ ଭାଗ ନେଇପାରିବ। ଯେମିତିକି ରେଡ଼ିଓ, ଟିଭିରେ ବଂଶୀ ବାଦନ କରି ନିଜର ସୁନାମ ଅର୍ଜନ କରିପାରିବ। ପିଲାମାନେ, ତୁମେମାନେ ପଣ୍ଡିତ ହରିପ୍ରସାଦ ଚୌରାସିଆ, ପଣ୍ଡିତ ରଘୁନାଥ ସେଠ, ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନା ଏବଂ ପଣ୍ଡିତ ମୋହିନମୋହନ ପଟ୍ଟନାୟକଙ୍କର ନାଁ ଶୁଣିଥିବ। ଏମାନେ ସମସ୍ତେ ପ୍ରତିଷ୍ଠିତ ବଡ଼ ବଡ଼ ବଂଶୀ ବାଦକ। ଏହି ଗୁରୁମାନେ ଭାରତରେ ଏବଂ ଭାରତ ବାହାରେ ବହୁ ସଙ୍ଗୀତ କାର୍ଯ୍ୟକ୍ରମ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ପିଲାମାନେ, ତୁମେ ମଧ୍ୟ ବଂଶୀକୁ ଶିଖିଲେ ଦିନେ ବହୁତ ବଡ଼ ବଂଶୀ ବାଦକ ହୋଇପାରିବ। ଏଥର ଆସ ପିଲାଏ, ରୁଦ୍ରପ୍ରସାଦ ନାଲାକାରଙ୍କ କଣ୍ଠରେ ଶୁଣିବା ଆଉ ଗୋଟିଏ ଗୀତ। ଗୀତଟିକୁ ଲେଖିଛନ୍ତି ସ୍ନେହଲତା ମହାନ୍ତି। ପୂର୍ବ ଦିଗ ଫର ଚାହେଲା ରାତି ଆସିଲା ପାଇଁ, ନାଲି ହସର ମୁରୁଜ ବୁଣି
ଆରେ ବା, ଖୁବ୍ ସୁନ୍ଦର ଗୀତଟି ଗାଇ ଶୁଣେଇଦେଲେ ରୁଦ୍ରପ୍ରସାଦ ନାଲାକାର। ଗୀତଟିକୁ ଲେଖିଥିଲେ ସ୍ନେହଲତା ମହାନ୍ତି। ପିଲାଏ, ଏବେ ସମୟ କବିତାର। ସ୍ୱରଚିତ 3ଟି କବିତା ଆବୃତ୍ତି କରି ଆମକୁ ଶୁଣେଇବେ ଦିଲ୍ଲୀପ କୁମାର ସାହୁ। ପ୍ରଥମ କବିତାଟି ହେଲା କାଲୁଆ ଭାଲୁଆ ଗାଲୁଆ। ଆସ ଶୁଣିବା। ବରଷା ମାସରେ ପାଣି ଜମି ରହେ ବାଟଘାଟ ଯହିଁ ଖାଲୁଆ। ବରଷା ମାସରେ ପାଣି ଜମି ରହେ ବାଟଘାଟ ଯହିଁ ଖାଲୁଆ। ପାଣିର ଧରମ ଗଡ଼ିଯିବା ପାଇଁ ଭୂଇଁ ଯେଉଁଆଡ଼େ ଢାଲୁଆ। ଶୀତୁଆ ସକାଳ ଶୀତୁଆ ପବନ ଦେହକୁ ଲାଗଇ କାଲୁଆ। ଶୀତୁଆ ସକାଳ ଶୀତୁଆ ପବନ ଦେହକୁ ଲାଗଇ କାଲୁଆ। ଶୀତ ଆସିଲେ ତ ବଗିଚାରେ ଫୁଟେ ରଙ୍ଗ ବେରଙ୍ଗର ଡାଲିଆ। ଦିଘି ପୋଖରୀରୁ ମାଛ ଧରିବାକୁ ଆସନ୍ତି ଦୂରରୁ ଜାଲୁଆ। ଦିଘି ପୋଖରୀରୁ ମାଛ ଧରିବାକୁ ଆସନ୍ତି ଦୂରରୁ ଜାଲୁଆ। ରାତିରେ ଘରକୁ ଜଗି ରହେ ଆମ ପୋଷା କୁକୁରଟି ଭାଲୁଆ। ଜାଣି ଜାଣି ଯିଏ ଭୁଲ କରେ ତାକୁ କୁହନ୍ତି ସମସ୍ତେ ଗାଲୁଆ। ଜାଣି ଜାଣି ଯିଏ ଭୁଲ କରେ ତାକୁ ସମସ୍ତେ କୁହନ୍ତି ଗାଲୁଆ। ଅଳସୁଆମାନେ କାମ ନାଁ ଶୁଣି ହୋଇଯାଆନ୍ତି ତ ହାଲିଆ। ଗାଈ ଗୋରୁମାନେ ପାଣି ପିଇବାକୁ ଗୁହାଳରେ ଅଛି ଛେଲୁଆ। ଗାଈ ଗୋରୁମାନେ ପାଣି ପିଇବାକୁ ଗୁହାଳରେ ଅଛି ଛେଲୁଆ। କୋଡ଼ି କୋଦାଳକୁ କାନ୍ଧରେ ପକାଇ କ୍ଷେତକୁ ଯାଆନ୍ତି ମୂଲିଆ। ଭାରି ସୁଆଦିଆ ବୋଉ ହାତରନ୍ଧା, ଭାରି ସୁଆଦିଆ ବୋଉ ହାତରନ୍ଧା ପିଠା ମିଠା ସୁଜି ହାଲୁଆ। ଖାଇବୁ ଯଦି ତୁ ଝଟ ଝଟ ମୁହଁ ହାତ ଧୋଇ ଚାଲିଆ। ପିଲେ, ଗାଁ ଆମ ସମସ୍ତଙ୍କର ପ୍ରିୟ। ଛୁଟି ହେଲେ ଆମେ ଗାଁ ବୁଲି ଯାଉ। ଗାଁର ଶୋଭା ସତରେ ଅବର୍ଣ୍ଣନୀୟ। ଆସ ଶୁଣିବା ପିଲେ ଆଉ ଗୋଟିଏ କବିତା, ମୋ ଗାଁ। ଆବୃତ୍ତି କରି ଶୁଣେଇବେ ଦିଲ୍ଲୀପ କୁମାର ସାହୁ। ମୋ ଗାଁରେ ବଢ଼ିଅଛି ଅଛି ତ ମରୁଡ଼ି। ବିଜୁଳିର ଚମକକୁ ଘଡ଼ଘଡ଼ି ରଡ଼ି। ମୋ ଗାଁ ତା ପଣତରେ ଦିଏ ଝାଡ଼ି ଝୁଡ଼ି। ମୋ ଆଖିରୁ ଲୁହ ଯେବେ ପଡ଼ଇ ନିଗିଡ଼ି। କିଆ ଫୁଲ ବାସ କେବେ ନାଲି କଇଁ ହସ। କିଆ ଫୁଲ ବାସ କେବେ ନାଲି କଇଁ ହସ। କମକୁଟା କାଶତଣ୍ଡି ସେଫାଳି ପରଶ। ଫଗୁଣ ପୁହ୍ନେଇ ରାତି ଭୋଦୁଅର ଜହ୍ନ। ସବୁଜ କେଦାରେ ଭରା ଅସରା ସପନ। ମନ ଉଣା କଲେ ଦିଏ ସ୍ନେହ ଅଜାଡ଼ି। ମୋ ଗାଁରେ ବଢ଼ିଅଛି ଅଛି ତ ମରୁଡ଼ି। ବାଦ ବିବାଦ ବି ଅଛି ବି ବିଷାଦ। ବାଦ ବିବାଦ ବି ଅଛି ବି ବିଷାଦ। କାନ୍ଧରେ ମିଶାଉ କାନ୍ଧ ପଡ଼ିଲେ ପ୍ରମାଦ। ଭାଇ ବି ଭଗାରି ହୁଏ, ଭାଇ ବି ଭଗାରି ହୁଏ, ଭଗାରି ବି ଭାଇ। ସତେ କି ଉଜାଣି ବହେ ଭାବନାବ ନଈ। ଭଙ୍ଗା ମନ ମମତାରେ ହୋଇଯାଏ ଯୋଡ଼ି। ମୋ ଗାଁରେ ବଢ଼ିଅଛି ଅଛି ତ ମରୁଡ଼ି। ପାର୍ବଣରେ ଦୁଲୁକଇ ମୋ ଗାଁର ଛାତି। ପାର୍ବଣରେ ଦୁଲୁକଇ ମୋ ଗାଁର ଛାତି। କେତେ ମିଠା କେତେ ପିଠା ସ୍ନେହ ବଣ୍ଟା ବଣ୍ଟି। ପ୍ରବାସୀ ଆସନ୍ତି ଫେରି ଘର ଲାଗେ ନୂଆ। ପ୍ରବାସୀ ଆସନ୍ତି ଫେରି ଘର ଲାଗେ ନୂଆ। ମିଳନର ଗୀତ ଗାଇ କରଇ କିମିଆ। ବୈକୁଣ୍ଠର ବାସ୍ନା ସତେ ପଡ଼ଇ ନିଗିଡ଼ି। ମୋ ଗାଁରେ ବଢ଼ିଅଛି ଅଛି ତ ମରୁଡ଼ି। ପୂଜାପାଠ ପାଦୁକରେ ଗଭୀର ବିଶ୍ୱାସ। ପୂଜାପାଠ ପାଦୁକରେ ଗଭୀର ବିଶ୍ୱାସ। ଠାକୁରାଣୀ ଧଣ୍ଡା ପାଣି ମହିମା ଅଶେଷ। ଘଣ୍ଟ ବାଜିଲେ ଏଠି ନଇଁଯାଏ ମଥା। ଘଣ୍ଟ ବାଜିଲେ ଏଠି ନଇଁଯାଏ ମଥା। ଘଣ୍ଟ ବାଜିଲେ ଏଠି ନଇଁଯାଏ ମଥା। ସଞ୍ଜ ଆଳତୀରେ ଶୁଭେ ଶାନ୍ତିର ବାରତା। ଦୁନିଆକୁ ଯୋଡ଼ିଦିଏ ସ୍ନେହ ଦୌଡ଼ି। ମୋ ଗାଁରେ ବଢ଼ିଅଛି ଅଛି ତ ମରୁଡ଼ି। ବିଜୁଳିର ଚମକକୁ ଘଡ଼ଘଡ଼ି ରଡ଼ି। ପିଲେ, ଏଥର ଶେଷ କବିତା। କବିତାଟିର ଶୀର୍ଷକ ହେଲା ପଢ଼ିବା ଗୀତା ଖାଇବା ପିତା। କବିତାଟିକୁ ଆବୃତ୍ତି କରି ଶୁଣେଇବେ ଦିଲ୍ଲୀପ କୁମାର ସାହୁ। ଭଲ କଥା କେତେ ଶିଖଇ ସିଏ ପଢ଼ଇ ଯିଏ ଗୀତା। ଦେହ ମନ ତ ରୁହଇ ଭଲ ଖାଇଲେ ନୀତି ପିତା। ବରଷା ହେଲେ ହୁଅଇ ଖୋଜା ପକ୍ଷିଆ ଅବା ଛତା। ପଦାକୁ ପାଦ କାଢ଼ିଲେ ଆମେ ନିହାତି ଲୋଡ଼ା ଜୋତା। ଘର ଛପର ପାଇଁକି ଆସେ ନଡ଼ା ବାଉଁଶ ବତା। ଘର ଛପର ପାଇଁକି ଆସେ ନଡ଼ା ବାଉଁଶ ବତା। ଜେଜେ ବଳନ୍ତି ଦଉଡ଼ି ବସି ବଳି ନଡ଼ିଆ କତା। ଅଜା ଲେଖନ୍ତି ଘର ଖରଚ ମେଲି ହିସାବ ଖାତା। ଅଜା ଲେଖନ୍ତି ଘର ଖରଚ ମେଲି ହିସାବ ଖାତା। ଆଈ ମୁଣ୍ଡକୁ ଭାରି ସୁନ୍ଦର ନାଲି ରଙ୍ଗର ଫିତା। ମାଣ ଓଷାରେ ଘର କାନ୍ଥରେ ବୋଉ ପକାଏ ଚିତା। ମାଣ ଓଷାରେ ଘର କାନ୍ଥରେ ବୋଉ ପକାଏ ଚିତା। ବରଷା ପାଣି ଜମିବ ନାହିଁ ଖାଲ ହେଉଛି ପୋତା। ବାଡ଼ି ବଗିଚା ସୁନ୍ଦର ଦିଶେ ଥିଲେ ତ ଗଛ ଲତା। ବାଡ଼ି ବଗିଚା ସୁନ୍ଦର ଦିଶେ ଥିଲେ ତ ଗଛ ଲତା। ଗଛ ଲତାଙ୍କ ଯତ୍ନ ନେଲେ ହୋଇବେ ଆମ ହିତା।
ଆମ ପାଇଁକି ଦିଅଁ ଦେବତା ଆମରି ପିତା ମାତା। ଆମ ପାଇଁକି ଦିଅଁ ଦେବତା ଆମରି ପିତା ମାତା। ମନ ଲଗେଇ ପଢ଼ିଲେ ପାଠ ହେବା ଜଗତ ଜିତା। ଜଗତନାଥ ଶ୍ରୀଜଗନ୍ନାଥ ସାରା ଜଗତ ନେତା। ଜଗତନାଥ ଶ୍ରୀଜଗନ୍ନାଥ ସାରା ଜଗତ ନେତା। ଭକତ ପାଇଁ ଆଖିରେ ତାଙ୍କ ପଡ଼େନି ଜମା ପତା। ପିଲାଏ, ଆଜି ତ ସମୟ ସରିବାକୁ ବସିଲାଣି। ପୁଣି ଥରେ ତମ ସହ ଭେଟ ହବ ଆଗାମୀ ରବିବାର ଠିକ୍ ସକାଳ 7:25 ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ ଶିଶୁ ସଂସାର। ଆଜିର କାର୍ଯ୍ୟକ୍ରମ ତମକୁ କେମିତି ଲାଗିଲା ସେ ବିଷୟରେ ନିଶ୍ଚୟ ଚିଠିରେ ଲେଖି ଆମ ପାଖକୁ ପଠେଇବ। ଠିକଣା ତ ତମେ ସବୁ ଜାଣିଛ। ତଥାପି ପୁଣି ଥରେ କହି ରଖୁଛି, ଶିଶୁ ସଂସାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନକୋଡ୍ 753001। ହଁ ପିଲେ, ଆଜି ତ ସମୟ ସରିବାକୁ ବସିଲାଣି। ଆଜି ପାଇଁ ଏତିକି।